କୋରାପୁଟ ଜିଲ୍ଲା ସୁନାବେଡ଼ା 26 ନମ୍ବର ଜାତୀୟ ରାଜପଥ NAC TTS ଛକ ନିକଟରେ ରାତ୍ର ପ୍ରାୟ 12 ଘଣ୍ଟା 30 ମିନିଟ୍ ସମୟରେ ଦୁଇ କାର୍ ଧକ୍କା ହେବା ଫଳରେ ଘଟିଛି ଦୁର୍ଘଟଣା। ଏହି ଦୁର୍ଘଟଣାରେ 4 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ସାଫାରି କାର୍ଟି କୋରାପୁଟରୁ ଦାମନଯୋଡ଼ି ଯାଉଥିବା ସମୟରେ ବିପରୀତ ଦିଗରୁ ଏକ୍ସପ୍ରେସୋ କାର୍ ଶିମିଳିଗୁଡ଼ାରୁ କାମ ସାରି ନିଜ ଘରକୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ସୁନାବେଡ଼ା ପୋଲିସ ଖବର ପାଇ ଅଧରାତିରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସୂଚନା ଅନୁଯାୟୀ ଏକ୍ସପ୍ରେସୋ କାର୍ ଚାଳକର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଅନ୍ୟ 3 ଜଣ ସାଙ୍ଗ ମଧ୍ୟରୁ 2 ଜଣ ଗୁରୁତର ଅବସ୍ଥା ଥିବାରୁ ଚିକିତ୍ସା ପାଇଁ ନେଉଥିବା ବେଳେ ରାସ୍ତାରେ ହିଁ ମୃତ୍ୟୁ ଘଟିଥିଲା। ଜଣେ ଗୁରୁତର ଭାବେ ଆହତ ହୋଇଥିବାରୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ସାଫାରି କାର୍ ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଥିଲା। ସାଫାରି କାର୍ ଚାଳକର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସୂଚନା ମୁତାବକ ଏକ୍ସପ୍ରେସ କାର୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ଯାହାର ପଞ୍ଜୀକୃତ ନମ୍ବର OD10S 5634। ସାଫାରି ପଞ୍ଜୀକୃତ ନମ୍ବର ହେଉଛି OD10Z 5332। ଦୁର୍ଘଟଣାଟି କିପରି ହୋଇଥିଲା ତାହାର ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଜୟପୁରରୁ କୋରାପୁଟ ଜିଲ୍ଲା ପ୍ରତିନିଧି କୃଷ୍ଣ ଖରାଙ୍କ ରିପୋର୍ଟ, ଓଡ଼ିଶା ଏକାମ୍ର ଲାଇଭ୍।